ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ହୋମଗାର୍ଡ଼ର କମାଣ୍ଡେଣ୍ଟ ପୁରୀ ଡିଷ୍ଟ୍ରିକ୍ଟ ତା ତରଫରୁ ନୋଟିଫିକେସନ୍ ଆସିଛି, ଯେଉଁଥିରେ ଆପଣମାନଙ୍କର ଯେଉଁ 122 ଜଣ କ୍ୟାଣ୍ଡିଡେଟ୍ ହୋମଗାର୍ଡ଼ ପରୀକ୍ଷାରେ ସିଲେକ୍ସନ୍ ପାଇଛନ୍ତି, ସେମାନେ କେଉଁ ଟ୍ରେଡ଼ରେ କେଉଁ କ୍ୟାଟେଗୋରିରେ କେତେ ନମ୍ବର ରଖିଛନ୍ତି, ଚାଲନ୍ତୁ ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିଗଲା? କାହିଁକିନା ମୁଁ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ଓକେ, ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଦେଖନ୍ତୁ, ଏ ହେଉଛି ପୁରୀ ଡିଷ୍ଟ୍ରିକ୍ଟର ହୋମଗାର୍ଡ଼ର କମାଣ୍ଡେଣ୍ଟ ତରଫରୁ ଅଫିସିଆଲ ନୋଟିଫିକେସନ୍। ଏଇଥିରେ ଆପଣମାନଙ୍କର ଡେଟ୍ ସହିତ ମେନସନ୍ ହେଇଛି, ଆପଣମାନେ ଦେଖିପାରୁଥିବେ। 122 ଜଣ ଯେଉଁ ହୋମଗାର୍ଡ଼ ପରୀକ୍ଷାରେ ସିଲେକ୍ସନ୍ ହୋଇଛନ୍ତି ତାଙ୍କ ବିଷୟରେ ଚାଲନ୍ତୁ ଆମେ ଜାଣିବା। କେତେ ମାର୍କ ଯାଇଛି, ଆଉ କେଉଁ ଜାଗାରେ ପୋଷ୍ଟିଂ ପାଇଛନ୍ତି, ଆଉ କେଉଁ କ୍ୟାଟେଗୋରିରେ ରହିଛନ୍ତି, ତା ସହିତ ତାଙ୍କର ଟ୍ରେଡ୍ କ'ଣ ରହିଛି, ତାଙ୍କର ସ୍କିଲ୍ କ'ଣ ରହିଛି, ଚାଲନ୍ତୁ ଡିଟେଲ୍ ଆମେ ଜାଣିବା। ଓକେ, ଜାଣିବା ପୂର୍ବରୁ ପ୍ରଥମେ ଆମେ ଜାଣିବା ଏହି ଚାକିରିଟି ଆପଣମାନଙ୍କର 3 ବର୍ଷର କଣ୍ଟ୍ରାକ୍ଚୁଆଲ୍ ଟାଇପ୍ର ରହିବ, ଯେଉଁଥିରେ କି ଆପଣମାନଙ୍କୁ କେମିତି ଟ୍ରେନିଂ ଦିଆଯିବ ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ଜାଣିବାକୁ ପଡ଼ିବ। ଓକେ, ସେମାନେ ରିଜର୍ଭ ଅଫିସ୍ ହୋମଗାର୍ଡ଼ରେ ରିପୋର୍ଟ କରିବେ। ଓକେ, ବୁଝିପାରିଲା ନା ପିଲାମାନେ? ପ୍ରଥମେ ଦେଖିବା ସିରିଏଲ୍ ନମ୍ବର 1। ଏଇଥିରେ ଆପ୍ଲିକେଣ୍ଟ ଅଛନ୍ତି ନୀଳାଚଳ ବେହେରା। ମନେ ରଖିବେ ପିଲାମାନେ, ତାଙ୍କର ଟୋଟାଲ ମାର୍କ ସିକ୍ୟୁର କରିଛନ୍ତି 85। ସେ ହେଉଛନ୍ତି କମ୍ପ୍ୟୁଟର ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି। ଦେନ୍ ସେହିପରିକା ଆମେ ଦେଖିବା 2 ନମ୍ବରରେ ରଶ୍ମି ରଞ୍ଜନ ସାମନ୍ତ ସିଂହାର, ତାଙ୍କର ଟୋଟାଲ ମାର୍କ ମଧ୍ୟ 85। ସେ କମ୍ପ୍ୟୁଟର ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି। ବୁଝିଗଲା? ଠିକ୍ ସେମିତିକା ଆପଣମାନେ ଦେଖିପାରୁଥିବେ ବାଦଲ, ସେ ମଧ୍ୟ 86 ମାର୍କ ରଖିଛନ୍ତି, ଯିଏକି ମେରାଇନ୍ ହୋମଗାର୍ଡ଼ ପାଇଁ ସିଲେକ୍ସନ୍ ହେଇଛନ୍ତି। ଓକେ, ସେଗୁଡ଼ା ନମ୍ବର 4ରେ ଦେଖିପାରୁଥିବେ ଆନନ୍ଦ ମଧ୍ୟ 84 ନମ୍ବର ରଖିଛନ୍ତି, ମେରାଇନ୍ ହୋମଗାର୍ଡ଼ ପାଇଁ ସେ ସିଲେକ୍ସନ୍ ହେଇଛନ୍ତି। ଓକେ, ତେଣୁକରି ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ସେମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଏବଂ ନୂଆବର୍ଷ ପାଇଁ ମଧ୍ୟ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଦେନ୍ ଆମେ ଦେଖିବା ଅସ୍ତରଙ୍ଗ ଥାନା ପାଇଁ ଏଇ ଯେଉଁ ପିଲାମାନେ ସିଲେକ୍ସନ୍ ହେଇଛନ୍ତି ସେମାନେ କମ୍ପ୍ୟୁଟର ସ୍କିଲ୍ ପାଇଁ, କିଛି କୁକ୍ ପାଇଁ ମଧ୍ୟ ସିଲେକ୍ସନ୍ ହେଇଛନ୍ତି। ଏଇଥିରେ ମଧ୍ୟ ଆପଣମାନଙ୍କର ହରିନାରାୟଣ ଦାସ ସେ 89.5 ନମ୍ବର ରଖିଛନ୍ତି। ଠିକ୍ ସେହିପରିକା ଅସ୍ତରଙ୍ଗ ମେରାଇନ୍ ପୋଲିସ ଷ୍ଟେସନ ପାଇଁ ମଧ୍ୟ ଆପଣମାନେ ଦେଖିପାରୁଥିବେ ସିଲେକ୍ସନ୍ ପାଇଛନ୍ତି। ଆପଣମାନେ ଦେଖିପାରୁଥିବେ ତାଙ୍କ ଥାନା ଅନୁସାରେ ସେମାନେ ସିଲେକ୍ସନ୍ ପାଇଛନ୍ତି। ତା ସହିତ ଆପଣମାନେ ମାର୍କକୁ ମଧ୍ୟ ଲକ୍ଷ୍ୟ କରୁଥିବେ, କାହିଁକିନା ଅଦର ଡିଷ୍ଟ୍ରିକ୍ଟ ମାନଙ୍କରେ ମଧ୍ୟ ଏଇ ଟାଇପ୍ର କଟ୍ ଅଫ୍ ମାର୍କ ଯିବ ବା ମାର୍କ ରହିବ। ବୁଝିଗଲା? ନମ୍ବର 14ରେ ଆପଣମାନେ ଦେଖିପାରୁଥିବେ ନିରଞ୍ଜନ ମଲ୍ଲିକ, ଯିଏକି ଜେନେରାଲ ଡ୍ୟୁଟି ପାଇଁ ସିଲେକ୍ସନ୍ ହେଇଛନ୍ତି, 86 ମାର୍କ ସ୍କୋର କରିଛନ୍ତି। ଠିକ୍ ସେମିତିକା ବ୍ରହ୍ମଗିରି ଥାନା ପାଇଁ ମଧ୍ୟ ସିଲେକ୍ସନ୍ ପାଇଛନ୍ତି ମିଥୁନ ଜେନା, ଯିଏକି କମ୍ପ୍ୟୁଟର ଟ୍ରେଡ୍ ପାଇଁ। ବୁଝିହେଲା? ତେଣୁକରି ତାଙ୍କ ନାଁ ସହିତ ତାଙ୍କର ମାର୍କ ଏବଂ କେଉଁ କ୍ୟାଟେଗୋରିରେ ସେମାନେ ସିଲେକ୍ସନ୍ ପାଇଛନ୍ତି ତାଙ୍କୁ ମଧ୍ୟ ଆପଣମାନେ ଦେଖିନେବେ। ଆଉ କେଉଁ ଥାନା ପାଇଁ ସେମାନେ ସିଲେକ୍ସନ୍ ହେଇଛନ୍ତି ତାଙ୍କୁ ମଧ୍ୟ ଆପଣମାନେ ଦେଖିନେବେ। ଯେମିତିକା ଚନ୍ଦ୍ରଭାଗା ମେରାଇନ୍ ଥାନା ପାଇଁ କିଏ ପାଇଥିବେ, ଚନ୍ଦନପୁର ଥାନା ପାଇଁ ପାଇଥିବେ। ବୁଝିହେଲା ନା ପିଲାମାନେ? 4 ଛକ ଥାନା ପାଇଁ ଏଇମାନେ ସବୁ ସିଲେକ୍ସନ୍ ପାଇଛନ୍ତି, ଯେଉଁମାନେ କି ବାର୍ବରରେ କିଛି ଅଛନ୍ତି, କମ୍ପ୍ୟୁଟର, କୁକ୍, ଡ୍ରାଇଭର ଆଉ ଜେନେରାଲ ଡ୍ୟୁଟି ପାଇଁ ମଧ୍ୟ ସିଲେକ୍ସନ୍ ହେଇଛନ୍ତି। ବୁଝିହେଲା? ଚାଲନ୍ତୁ ଏବେ ଆମେ ଦେଖିବା 42 ନମ୍ବର ସିରିଏଲ୍। ଏମାନେ ମଧ୍ୟ କମ୍ପ୍ୟୁଟରରେ ସିଲେକ୍ସନ୍ ପାଇଛନ୍ତି, କିଛି ମେକାନିକାଲରେ ମଧ୍ୟ ସିଲେକ୍ସନ୍ ପାଇଛନ୍ତି, ଯାହାଙ୍କର ମାର୍କ ରହୁଛି 75। ତେଣୁକରି ଆପଣମାନେ ଯଦି 75 ସ୍କୋର କରିବେ ତାହେଲେ ମଧ୍ୟ ଆପଣମାନେ ମେକାନିକାଲ ଟ୍ରେଡ୍ରେ ସିଲେକ୍ସନ୍ ପାଇଯିବେ। ଓକେ, ଠିକ୍ ସେମିତିକା ଫାୟାର ଷ୍ଟେସନ ପୁରୀ, ତା ପାଇଁ ମଧ୍ୟ ଆପଣମାନଙ୍କର 59 ମାର୍କସରେ ମଧ୍ୟ ପିଲା ପାଇଛନ୍ତି। ନିଜର ନାଁକୁ ମଧ୍ୟ ଦେଖିନେବେ। ତା ସହିତ ଏହାର PDF ପାଇଁ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ ପଏଣ୍ଟ ସର୍ଚ୍ଚ କରି ମଧ୍ୟ ଜଏନ୍ କରିପାରିବେ। ତା ନହେଲେ ତାର ଲିଙ୍କ୍ ଏହାର ଡେସ୍କ୍ରିପସନ୍ ବକ୍ସରେ ମୁଁ ରଖିଦେଇଛି, ସେଥିରେ ଯାଇକି ମଧ୍ୟ ଜଏନ୍ କରିବେ। ଆଉ ଏ PDFକୁ ଆପଣମାନେ ଡିଟେଲ୍ ଦେଖିନେବେ। ଓକେ, ଆଉ ଆପଣମାନଙ୍କର ଯାହା ବି ଡାଉଟ୍ ହେବ ମୋର ଟେଲିଗ୍ରାମ ଗ୍ରୁପ ଡିକେ ସାର୍ ଓଡ଼ିଶା, ସେଇଥିରେ ମଧ୍ୟ ଆପଣମାନେ ଜଏନ୍ କରିପାରିବେ। ଆଉ ସିଧାସଳଖ ପ୍ରଶ୍ନ ମଧ୍ୟ ପଚାରିପାରିବେ, କିଛି ଅସୁବିଧା ହେବ ନାହିଁ। ଓକେ, ଦେଖନ୍ତୁ ଇଲେକ୍ଟ୍ରିସିଆନ୍, ତାଙ୍କ ପାଇଁ ମଧ୍ୟ 85 ମାର୍କ ଯାଇଛି। ତେଣୁକରି 85 ମାର୍କ ଯଦି ଆପଣମାନେ ସ୍କୋର କରିବେ ତାହେଲେ ଇଲେକ୍ଟ୍ରିସିଆନରେ ମଧ୍ୟ ଚାନ୍ସ ପାଇଯିବେ। ହେଲା? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା 62 ସିରିଏଲ୍ ନମ୍ବର। ଏଇଥିରେ ମଧ୍ୟ ଆପଣମାନଙ୍କର 88 ମାର୍କ ରହିଛି, କମ୍ପ୍ୟୁଟର ସିଲେକ୍ସନ୍ ହେଇଛନ୍ତି। କୃଷ୍ଣ ପ୍ରସାଦ ପୋଲିସ ଷ୍ଟେସନ ପାଇଁ ସେ ସିଲେକ୍ସନ୍ ହେଇଛନ୍ତି। ବାକି କ୍ୟାଣ୍ଡିଡେଟ୍ ମାନଙ୍କର ନାଁ ମଧ୍ୟ ଆପଣମାନେ ଦେଖିପାରିବେ। ଦେଖନ୍ତୁ 71 ନମ୍ବର, ଏଇଥିରେ ମଧ୍ୟ ଆପଣମାନେ ଦେଖିପାରୁଥିବେ
ବିଭୁ ପ୍ରସାଦ ତ୍ରିପାଠୀ ଯିଏକି 84 ମାର୍କ ସ୍କୋର କରିଛନ୍ତି ଏବଂ ଡ୍ରାଇଭର ସ୍କିଲ୍ ପାଇଁ ସିଲେକ୍ସନ୍ ହେଇଛନ୍ତି ହେଲା। ଠିକ୍ ସେହିପରିକା ନିମାପଡ଼ା ପୋଲିସ୍ ଷ୍ଟେସନ୍ ପାଇଁ ମଧ୍ୟ 3 ଜଣ ସିଲେକ୍ସନ୍ ହେଇଛନ୍ତି। ବର୍ତ୍ତମାନ ଆମେ ଦେଖିବା 78 ସିରିଏଲ ନମ୍ବର। ମନେ ରଖନ୍ତୁ ପିପିଲି ପୋଲିସ୍ ଷ୍ଟେସନରେ ସିଲେକ୍ସନ୍ ପାଇଥିବା ହୋମଗାର୍ଡ଼ କ୍ୟାଣ୍ଡିଡେଟ୍ ମାନଙ୍କର ଯେଉଁମାନେ କିଛି କମ୍ପ୍ୟୁଟରରେ କିଛି କୁକ୍ରେ ଏବଂ କିଛି ଡ୍ରାଇଭରରେ ମଧ୍ୟ ସିଲେକ୍ସନ୍ ପାଇଛନ୍ତି। ଓକେ, ବୁଝିହେଲା ପିଲାମାନେ? ଇଏ ଥିଲା ଆମର ପୁରୀ ଜିଲ୍ଲାର ହୋମଗାର୍ଡ଼ର ରେଜଲ୍ଟ। ତେଣୁକରି ପୁରୀ ଜିଲ୍ଲାର ଯେଉଁ ହୋମଗାର୍ଡ଼ରେ ସିଲେକ୍ସନ୍ ପାଇଥିବା କ୍ୟାଣ୍ଡିଡେଟ୍ ମାନଙ୍କୁ ଅନେକ ଅନେକ शुभेच्छा शुभकामना एवं जो मैंने पाई नांती सेमानंको पाई मध्य बहुत सुजोग रही। तेणुक यही चैनल रे आपण मैंने जोड़ी ही रहिबे जहाँफल ओडिशार जहाँ भी जॉब रिलेटेड नोटिफिकेशन एवं अन्यान्य आपण मानकर सेंट्रल जॉबर मध्य नोटिफिकेशन ता सहित नॉलेजेबल वीडियो एवं एग्जाम एनालिसिस वीडियो पाई जिवे। किछि असुविधा नहीं। तेणुक सब्सक्राइब तो करिवे ता सहित सांग माननकु मध्य ए वीडियो शेयर करिवे, वीडियो को लाइक करिवे आ मतामत देवाकू जमा भूलिबेनी। धन्यवाद।